এটা যদি হচ্ছে প্রপরলি ওয়ে যাইଥିବେ তাহলে এটাକୁ ଗ୍ରହଣ କରିହେବ। ପ୍ରପରଲି ୱେଲେ ଏଗ୍ରିମେଣ୍ଟ ସେଠି ଯଦି ଫାଷ୍ଟ କରିଥିବ, ଯୋଉଠି ସେ ଫାଷ୍ଟ ଏଗ୍ରିମେଣ୍ଟ କରିଛି ତାଙ୍କ ରାଇଟ୍ସ ଅଛି, ସେ ମଞ୍ଚ ଉପରେ ସେ ଚଢ଼ି ପାରିବେ। କାହିଁକିନା ସେଟାକୁ ଯଦି ରିଜେକ୍ଟ କରିନଥିବେ, ସେ ଏଗ୍ରିମେଣ୍ଟକୁ ଯଦି ରିଜେକ୍ଟ ପାଇଁ ଅପିଲ କରିନଥିବେ କିଏ ଏଗ୍ରିମେଣ୍ଟ କରିଥିବା ବ୍ୟକ୍ତି, ତାହେଲେ ଅନ୍ୟ ଜାଗାରେ ଚଢ଼ିବାଟା ଆଇନ ଗ୍ରହଣ କରିବନି। ଏଥିପାଇଁ ଉଭୟଙ୍କ ଭିତରେ ଅହଂ ଭାବଟାକୁ ପରିତ୍ୟାଗ କରିବାର ଅଛି। ଉଭୟ ପକ୍ଷରେ ବୁଝାମଣା ଠିକ ରହିବାର ଅଛି। ଯେମିତି ଆଗରୁ ଚାଲିଥିଲା ସେମିତି ବୁଝାମଣା ରହିବ। ବୁଝାମଣା ରହିଥିଲା, ରହିଛି ମଧ୍ୟ, କିନ୍ତୁ କେତେ ଜଣଙ୍କର ଅହଂ, ଯୋଉଟା କି ନିଜର ଇଗୋ ପାଇଁ ଆଜି ପୁରା ଇଣ୍ଡଷ୍ଟ୍ରି ସମସ୍ୟା ଭିତରକୁ ଧୀରେ ଧୀରେ ପଶି ଯାଉଛି। ବର୍ତ୍ତମାନ ଏଇ ଯୋଉ ସମସ୍ୟା ଦେଖାଗଲା, ବର୍ତ୍ତମାନ ହଉଛି ଜଣେ ପ୍ରଯୋଜକ ମାନ୍ୟବର କୋର୍ଟରେ ଆଶ୍ରୟ ନେଲେ ଏବଂ ତାଙ୍କୁ ସେଠି ନୋଟିସ୍ ମଧ୍ୟ ହେଲା, ଏତିକି ଦିନ ଭିତରେ ତମ ପାଖରେ କ'ଣ ଏଭିଡେନ୍ସ ଅଛି ଆଣିକି ଶୋ କରାଅ। ଆଙ୍କ ପାଖରେ ଯଦି ସଫିସିଏଣ୍ଟ ଏଭିଡେନ୍ସ ନଥିବ ତାହେଲେ ଇଏ ବାଧ୍ୟ ହେଉଛି ଅନ୍ୟ ଜାଗାରେ କାମ କରିବା ପାଇଁ। କୋଉଠି ନା ଫାଷ୍ଟ ଡେଟ୍ରେ ସେ ଯୋଉଠି ଏଗ୍ରିମେଣ୍ଟ କରିଥିବେ, କାରଣ ସେ ଚୁକ୍ତି କ୍ୟାନସେଲ ନ ହେବା ପର୍ଯ୍ୟନ୍ତ ଅନ୍ୟ ଜାଗାରେ ଅନ୍ୟ ଏଗ୍ରିମେଣ୍ଟଟା ଗୃହୀତ ନୁହଁ। ଏ ଜାଗାରେ କ'ଣ ହେଇଛି ମୁଁ ତ ଜାଣି ନାହିଁ। ମାଲିକ ଏବଂ କଳାକାର ଯୋଉ ପିୟୁଷ ତ୍ରିପାଠୀ ଏବଂ ପ୍ରଯୋଜକ ଅର୍ଗାନାଇଜେସନ, ଏମାନେ ଉଭୟ ବସି କ'ଣ ନିଷ୍ପତ୍ତି ନିଆଯାଇଥିଲା ସେଟା ଆମ ନଲେଜରେ ନାହିଁ, କିମ୍ବା ମୋ ନଲେଜରେ ବି ନାହିଁ। ଆମ ନଲେଜକୁ ଆସିବା ପରେ ଯାଇକି ଆମେ ପ୍ରପରଲି ଇନଭେଷ୍ଟିଗେସନ କରିବା, କରିସାରିବା ପରେ କ'ଣ ପ୍ରତିକ୍ରିୟା ରଖିପାରିବା, କିନ୍ତୁ ତା ପୂର୍ବରୁ ପ୍ରତିକ୍ରିୟା ରଖିବାଟା ମୋ ପକ୍ଷେ ଉଚିତ ହବ ନାହିଁ। ନାଇଁ, ଏଠି ହଉଛି କେବଳ ପିୟୁଷ ତ୍ରିପାଠୀ ନୁହେଁ, ଏଠି ଉଭୟ ଦାୟୀ। ଧରନ୍ତୁ ମୁଁ 5 ଟଙ୍କାର ଅଛି, ମୁଁ ଟଙ୍କାଟେ ବଢେଇକି ନେଇପାରିବି, କିନ୍ତୁ ତାପରେ ଯଦି ଜଣକୁ ଅନ୍ୟ ଲୋଭ ଦେଖାଯିବ, ଲୋଭରୁ ପାପ, ପାପରୁ ତ ଏହା ହିଁ ହବ। ତେଣୁ କଳାକାର ମାନଙ୍କୁ ମୁଁ ଆପଣଙ୍କ ଏଇ ଚ୍ୟାନେଲ ମାଧ୍ୟମରେ କହିବି, ଏ ପ୍ରକ୍ରିୟା ବର୍ତ୍ତମାନ ଚାଲୁ ରହିବ। କଳାକାର ମାନେ ଯୋଉଠି ଚୁକ୍ତି କରୁଛନ୍ତି ସେଇଠି ମାନସିକ ସ୍ତରରେ ପ୍ରସ୍ତୁତ ହେଇଯାଆନ୍ତୁ। ଯଦି ଆପଣଙ୍କ ପାଖରୁ ଜୋର କରି କିମ୍ବା ଧମକ ଦେଖିବି ଯଦି ଚୁକ୍ତି କରାଉଛନ୍ତି, ତାହେଲେ ଜୀବନ ପ୍ରତି ବିପଦ ଥିବା ହେତୁ ଆପଣ ସେଠି ଚୁକ୍ତି କରି ପଳେଇ ଆସନ୍ତୁ, କିନ୍ତୁ ସମୟ ନଷ୍ଟ ନ କରି ତୁରନ୍ତ ଆସି ଲୋକାଲ ପୋଲିସ ଷ୍ଟେସନ ଆପଣ ଗୋଟେ 0 ଏଫଆଇଆର କରନ୍ତୁ। ଆପଣଙ୍କ ମନ ଭିତରେ ଯାହା କଥା ଅଛି ଲୋକାଲ ପୋଲିସ ଷ୍ଟେସନରେ ଜଣାନ୍ତୁ। 0 ଏଫଆଇଆର ନଚେତ ଅନଲାଇନ ରେଜିଷ୍ଟ୍ରେସନ କରନ୍ତୁ। ସେଇ ପୋଲିସ ଷ୍ଟେସନ ଯୋଉ ଏରିଆରେ ଏଗ୍ରିମେଣ୍ଟ କରୁଛନ୍ତି ସେଇ ଲୋକାଲ ପୋଲିସ ଷ୍ଟେସନ ନାଁରେ ଗୋଟେ ଅନଲାଇନ ରେଜିଷ୍ଟ୍ରେସନ କରନ୍ତୁ। ତାପରେ 72 ଘଣ୍ଟା ଭିତରେ ଯାଇକି ସେ ପୋଲିସ ଷ୍ଟେସନରେ ଆପଣ ନିଜର ଆଇଡି ପ୍ରୁଫ୍ ଧରି, ଆଇଡି ପ୍ରୁଫ୍ ଆଧାର କାର୍ଡ ହଉ କିମ୍ବା ଭୋଟର କାର୍ଡ ହଉ, ଏନି ଆଇଡି ପ୍ରୁଫ୍ ଧରି ଆପଣ 72 ଘଣ୍ଟା ଭିତରେ ପୁଣି ଯାଇକି ସେ ପୋଲିସ ଷ୍ଟେସନରେ ଯାଇକି ହାଜର ହେଇଯାଆନ୍ତୁ ଆଉ ଅଭିଯୋଗଟା ଦିଅନ୍ତୁ।